ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ସୁଭଦ୍ରାର ନୂଆ ଆବେଦନ ପ୍ରକ୍ରିୟାଟା ଆରମ୍ଭ ହୋଇସାରିଛି। ଯେଉଁମାନଙ୍କର ବୟସ 21 ବର୍ଷ ହେଇଛି ଏବଂ 60 ବର୍ଷ ମଧ୍ୟରେ ଅଛି, ସେମାନେ ଏଥିରେ ଆବେଦନ କରିବେ। ଆପଣ ଜାଣିଥିବେ ଯେ ଏହା ତୃତୀୟ ଥର ପାଇଁ ଆବେଦନ ହୋଇଛି, ଯାହାକି ପୂର୍ବରୁ ପ୍ରଥମ ଯେଉଁ ଆବେଦନ କରିଥିଲେ ସେମାନେ ତାଙ୍କର ଚତୁର୍ଥ କିସ୍ତି ଟଙ୍କା ପାଇଛନ୍ତି। ଆଉ ଯେଉଁମାନେ ଦ୍ୱିତୀୟ ଫେଜ୍ରେ ଆବେଦନ କରିଥିଲେ ସେମାନେ ତାଙ୍କର ଦ୍ୱିତୀୟ କିସ୍ତି ଟଙ୍କା ପାଇଛନ୍ତି। ବର୍ତ୍ତମାନ ତୃତୀୟ ଫେଜ୍ଟା ଏହା ଆବେଦନ ପ୍ରକ୍ରିୟା ଆରମ୍ଭ ଚାଲିଛି। ଯଦି ଆପଣମାନଙ୍କ ମଧ୍ୟରେ କେହି ପୂର୍ବରୁ ଆପଣଙ୍କ ଯଦି ବୟସ ହୋଇନଥିଲା ବା କୌଣସି କାରଣରୁ ଆପଣ ଯଦି ଆବେଦନ କରିପାରିନଥିଲେ, ତାହେଲେ ଆପଣଙ୍କ ପାଇଁ ଖୁସି ଖବର, କାରଣ ବର୍ତ୍ତମାନ ସୁଭଦ୍ରାର ଅଫିସିଆଲ ସାଇଟ୍ରେ ନୂଆ ଆବେଦନ ପ୍ରକ୍ରିୟାଟା ମଧ୍ୟ ଆରମ୍ଭ ହୋଇସାରିଛି। ଏହା ଆପଣ କେଉଁଠି ଆବେଦନ କରିବେ ଦେଖନ୍ତୁ, ଆପଣଙ୍କ ନିକଟସ୍ଥ ଯେଉଁ CSC କେନ୍ଦ୍ର ବା ମୋ ସେବା କେନ୍ଦ୍ର ଅଛି, ଆପଣ ସେଠିକୁ ଯାଇ ନୂଆ ଆବେଦନ କରିପାରିବେ। ମନେ ରଖନ୍ତୁ, ଆପଣଙ୍କ ଯେଉଁ ନିୟରେଷ୍ଟ ଅଙ୍ଗନବାଡ଼ି ଅଛନ୍ତି ତାଙ୍କ ପାଖକୁ ଯାଇକି ଗୋଟେ ଫର୍ମ ନେବେ, ଆଉ ସେ ଫର୍ମ ଅନୁଯାୟୀ ଆପଣଙ୍କ ଡାଟା ଫିଲ୍ଅପ୍ କରିବେ ଏବଂ ସେଇ ଡାଟା ଦେବେ ଆପଣଙ୍କ ଜନସେବା କେନ୍ଦ୍ରରେ। ସେ ଆପଣଙ୍କୁ ଅନଲାଇନ୍ କରିବେ ଏବଂ ସେ ଫର୍ମଟାକୁ ସେଠିରେ ଅପଲୋଡ଼ କରିବେ। ତ ଆପଣଙ୍କ ଆଧାର କାର୍ଡ଼ରେ ଯେଉଁ ମୋବାଇଲ୍ ନମ୍ବର ଏଡ୍ ଅଛି, ସେ ମୋବାଇଲ୍ ନମ୍ବର ଥିବା ଆପଣଙ୍କ ପାଖରେ ଅନିବାର୍ଯ୍ୟ, କାରଣ ସେଇ ମୋବାଇଲ୍ ନମ୍ବରକୁ OTP ଯିବ। ଆପଣ ଏହି ସୁଭଦ୍ରା ଆବେଦନ କଲେ ଆପଣଙ୍କୁ ସୁଭଦ୍ରା ଟଙ୍କା DBT ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ଆସିବ। ତେଣୁକରି ଯଦି ଆପଣଙ୍କ ଆକାଉଣ୍ଟ DBT ଲିଙ୍କ ନାହିଁ, ତାହେଲେ ଆପଣ ବ୍ୟାଙ୍କକୁ ଯାଇ DBT ଲିଙ୍କଟା କରିନେବେ, ଯାହାଫଳରେ କି ଆପଣଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଭାବରେ ଆପଣଙ୍କ ସୁଭଦ୍ରା ଟଙ୍କା ଆଗାମୀ କିସ୍ତି ଟଙ୍କା ଯେବେ ଆପଣଙ୍କୁ ମିଳିବ ସେ ସମୟରେ ଆସିଯିବ। ଆପଣ ଯଦି ଯୋଗ୍ୟତା ହେବା ପାଇଁ କ'ଣ ତାର ମାନଦଣ୍ଡ ରହିଛି ଯଦି ଜାଣିନାହାନ୍ତି, ତାହେଲେ ସୁଭଦ୍ରାର ଅଫିସିଆଲ ସାଇଟ୍କୁ ଆସିକି ଆପଣ ତଳେ ଦେଖିବେ ଏହି ଯେଉଁ ଯୋଗ୍ୟତା ମାନଦଣ୍ଡ ଲେଖା ହେଇଛି, ଏଠିରେ ଆପଣ କ୍ଲିକ୍ କରିବେ। ପୂର୍ବରୁ ମଧ୍ୟ ମୋର ଭିଡ଼ିଓରେ ମଧ୍ୟ ମୁଁ କହିଛି ଏହା ଆପଣ କେମିତି ଯୋଗ୍ୟ ହେବେ ଆଉ ଅଯୋଗ୍ୟତା କ'ଣ ରହିଛି ସବୁକିଛି ଏଇଟା ପଢ଼ି ନେବେ। ଆପଣ ଏଠିରେ ଦେଖିପାରୁଥିବେ ଯେଉଁ ଯୋଗ୍ୟତା ମାନଦଣ୍ଡ ଅଛି, ଏଥିରେ ମାନଦଣ୍ଡରେ ଯୋଗ୍ୟତାର ତାର ବିବରଣୀ କ'ଣ ଅଛି। ତାପରେ ଦେଖନ୍ତୁ ତଳକୁ ଯେତେବେଳେ ଆସିବେ, ଅଯୋଗ୍ୟତାର ତାର ବିବରଣୀ କ'ଣ ଅଛି ସବୁକିଛି ଏଠି ଲେଖା ହେଇଛି। ଏଇଟା ଆପଣ ପଢ଼ି ନେବେ। ଆଉ ଯଦି ଯୋଗ୍ୟତା ଅଣ୍ଡରରେ ଆସୁଛନ୍ତି ତାହେଲେ ଆପଣ ଯୋଗ୍ୟ ହେବେ ଏବଂ ଆଗାମୀ ସୁଭଦ୍ରା କିସ୍ତି ଟଙ୍କା ପାଇବେ। ଯଦି ଆପଣ କୌଣସି କାରଣରୁ ଯଦି ପୂର୍ବରୁ ଆବେଦନ କରିଥିଲେ ଏବଂ ପ୍ରଥମ ଦ୍ୱିତୀୟ କିସ୍ତି ପାଇଥିଲେ କିନ୍ତୁ ତୃତୀୟ କିମ୍ବା ଚତୁର୍ଥ କିସ୍ତିରୁ ବାଦ ପଡ଼ିଥିଲେ, ତାହେଲେ ଆପଣ ହିତାଧିକାରୀ ତାଲିକା ଥରେ ଚେକ୍ କରିନେବେ, ଯେଉଁଥିରେ ଆପଣ ପ୍ରତ୍ୟକ୍ଷାନ ତାଲିକା ଚେକ୍ କରିନେବେ। ଯେଠି ମୁଁ ପୂର୍ବରୁ ମୋ ଭିଡ଼ିଓରେ ମଧ୍ୟ ବତେଇଛି ଆପଣ କେମିତି ଚେକ୍ କରିବେ ବୋଲି। ତାପରେ ଦେଖନ୍ତୁ ଆପଣ ଅଭିଯୋଗ ମଧ୍ୟ କରିନେବେ। ଅଭିଯୋଗ କଲା ପରେ ଆପଣଙ୍କୁ ଭେରିଫାଏ ହେବ। ଯଦି ଆପଣ ଯୋଗ୍ୟ ସାବ୍ୟସ୍ତ ହୁଅନ୍ତି, ତାହେଲେ ଆପଣଙ୍କ ସୁଭଦ୍ରା ଟଙ୍କା ଆଗାମୀ କିସ୍ତିରେ ଦିଆଯିବ। ଅଭିଯୋଗ କେମିତି କରିବେ ତାହା ମଧ୍ୟ ମୋ ପୂର୍ବ ଭିଡ଼ିଓରେ ବତେଇଛି, ସେଇଟା ମଧ୍ୟ ଆପଣ ଦେଖିକି ଅଭିଯୋଗ କରିପାରିବେ। ଆଉ ଡେରି କରନ୍ତୁ ନାହିଁ, ଯେଉଁମାନେ ଯୋଗ୍ୟ ଅଛନ୍ତି ଆବେଦନ କରିନାହାନ୍ତି ବା ଯେଉଁମାନଙ୍କର ବର୍ତ୍ତମାନ 21 ବର୍ଷ ହେଉଛି, ସେମାନେ ବର୍ତ୍ତମାନ ଆପଣଙ୍କ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇକି ଆପଣ ସୁଭଦ୍ରାର ଆବେଦନ କରିପାରିବେ।